Good morning. And now we are at station number 3. English Express welcomes you now. ବର୍ତ୍ତମାନ ଆଜି ଆମେ ଷ୍ଟେସନ ନମ୍ବର 3 ରେ ପହଞ୍ଚି ଯାଇଛେ। ଆମେ କଣ କରିବା ଆଜି ଗୋଟେ ଛୋଟ କଥାଟି ଆରମ୍ଭ କରିବା। ଓକେ, କଣ ସେ ଛୋଟ କଥାଟା ହବା ନା ଆମେ ତ କାହାକୁ କେମିତି ଡାକିବା, କାହାକୁ ଆଟ୍ରାକ୍ସନ କରିବା, କେମିତି କାହାକୁ ଡାକିଲେ ସେ ଆମକୁ ଅପେକ୍ଷା କରିବେ, କାହାକୁ ଆମେ ଗ୍ରିଟିଂ କରିବା, ସେ ଭଳିଆ ଗୋଟେ ଛୋଟ ଆଟ୍ରାକ୍ଟିଂ ୱାନ୍ସ ଆଟେନସନ ଆମେ କରିବା। ଓକେ, ଯଦି ଆମେ ଇନଫ୍ୟାମିଲିୟର ଭାବରେ କରୁଛେ, ଇନଫର୍ମାଲ ଭାବରେ କରୁଛେ, ସେ ଇନଫର୍ମାଲ ମାନେ ସାଙ୍ଗ, ସେମିତି ଆମେ ତାକୁ ନାଁ ଧରି ଡାକି ପାରିବା, ଆମେ ତାକୁ ଏମିତି ୱେଲକମ କରିବା ଯେମିତି ଆଟ୍ରାକ୍ସନ ତାର ହବ। ରବି, ଅମୂଲ୍ୟ, ପ୍ରିନ୍ସ, ଏଟାକୁ ଆମେ କଣ କରୁଛେ, ଏଟାକୁ ଇନଫର୍ମାଲ ୱେରେ ଆମେ କରୁଛେ। ଫର୍ମାଲ ୱେ ତାକୁ କରିବା ମିଷ୍ଟର ମହାପାତ୍ର, ମିଷ୍ଟର ପଟ୍ଟନାୟକ, ମିଷ୍ଟର ଦାସ, ଏମିତି ଆମେ ଯଦି ୱେଲକମ କରିକି ତାଙ୍କୁ କଥାବାର୍ତ୍ତା କରିବା, ଆଟ୍ରାକ୍ଟିଂ ସମୱନ୍ସ ଆଟେନସନ, ତାକୁ କହିବା କଣ, ଆମେ ଟାଇଟଲ ଲଗେଇ କରିବା। ଆମେ ଟାଇଟଲ ଲଗେଇ କରୁଛେ, ଆମେ ଦେଖୁଛେ। ଓକେ, ଯଦି ଆମେ ଫର୍ମାଲ ୱେରେ ଯିବା, ଏକ୍ସକ୍ୟୁଜ ମି ମିଷ୍ଟର ମହାପାତ୍ର, ଏକ୍ସକ୍ୟୁଜ ମି ମିଷ୍ଟର ପଟ୍ଟନାୟକ, ଏସବୁ ଜିନିଷ ଲଗେଇକି ଆମେ ୟୁଜ କରିବା। ଏଇଟା ହଉଛି କଣ, ଆଟ୍ରାକ୍ଟିଂ ସମୱନ୍ସ ଆଟେନସନ। ଓକେ, ଯଦି ଆମେ ସାଙ୍ଗକୁ ଦେଖାହେଲେ, ସାଙ୍ଗକୁ ଆମେ ମିଟ୍ କରିବା, ହାଇ ହାଇ ଆମେ ତ କହୁଛେ, ଏମିତି ୟୁଜ କରୁଛେ। ଯଦି ଆମେ ଆଙ୍ଗ ରାଗି ଯିବା କିଛି କାହା ଉପରେ, ଏବେ ତାକୁ ରାଗିକି ଆମେ ତାକୁ ପଛକୁ ଡାକିବା, ହେ ହେ, ଆମେ ଏମିତି ଡାକିବା ତାକୁ। ଓକେ, ତ ଏଇ ଜିନିଷ ଗୁଡିକୁ ଆମେ କଣ କରୁଛେ, ଆଟ୍ରାକ୍ଟିଂ ସମୱନ୍ସ ଆଟେନସନ। ଇଟ୍ସ ଭେରି ବ୍ରିଫ and common thing and we have to use these ones. ଠିକ ଅଛି, ତାହେଲେ ମୋ ସାଙ୍ଗରେ ଆପଣ ମାନେ ଆଉଥରେ କୁହନ୍ତୁ। ଯଦି ଇନଫର୍ମାଲ ୱେରେ ଆମେ କାହାକୁ ଡାକିବା, କଣ ଡାକିବା, ହେଲୋ, ତାକୁ ଡାକିଦେଲେ, ତାପରେ କଣ କରିବା, ଡାକିଲେ କଣ ଡାକିଲେ, ଆମେ ରବି, ଶଙ୍କର, ମୁନା, ସ୍ୱାଗତ, ମୀରା, ପ୍ରିନ୍ସ, ଏମିତି ନାଁ ଧରିକି ଆମେ ଡାକି ପାରିଲେ। ଓକେ, ଯଦି ଆମେ ତାପରେ କଣ କରିବା, ଫ୍ୟାମିଲିୟର ଭାବରେ ଡାକିବା, ତାକୁ ଆମେ କଣ କରିବା, ମିଷ୍ଟର ମହାପାତ୍ର, ମିଷ୍ଟର ପ୍ରଧାନ, ମିଷ୍ଟର ପଟ୍ଟନାୟକ, ଏମିତି ଆମେ ଡାକୁଛେ। ଯଦି ଆମେ ତାକୁ ଫର୍ମାଲ ୱେରେ ନବା, ଏକ୍ସକ୍ୟୁଜ ମି ମିଷ୍ଟର ପଟ୍ଟନାୟକ, ଏକ୍ସକ୍ୟୁଜ ମି ମିଷ୍ଟର ଦାସ, ଏମିତି ତାକୁ ଆମେ କରିବା। ଓକେ, ଇଏ ଗୋଟେ ଟାଇପର ଗଲା। ତାପରେ ଆଉ ଗୋଟେ ଟିପ୍ସ ମୁଁ ଦଉଛି, ଯୋଉଟା କି ଆମେ ଅତି ସାଧାରଣ ଭାବରେ ଫ୍ରେଣ୍ଡଲି ଆମେ କାହାକୁ ଡାକୁଛେ, ଟିକେ ଚା ପିଇବା, ଟିକେ ଭୋଜି ଖାଇବା, ଟିକେ ଜଳଖିଆ ଖାଇବା, ଟିକେ ବୁଲି ଆସିବା, ଏମିତି ଯେତେବେଳେ ଆମେ କିଛି କହୁଛେ, ତାପରେ ଆମେ କଣ କରିବା, ସମସ୍ତଙ୍କୁ ଟିକେ ୱେଲକମ କରିବା ପୂର୍ବରୁ ଆମେ ତାଙ୍କୁ କଣ କରୁଛେ, ଟିକେ ଡାକୁଛେ, ସୋ would you like some tea now, would you like some coffee now, ଏମିତି ଆମେ କହିପାରିବା। କିମ୍ବା ଆମେ ଆହୁରି ଟିକେ କମନ ୱେରେ କହିବା, କଫି ପ୍ଲିଜ, ଟି ପ୍ଲିଜ, ଆମେ ତ କହିପାରିବା। ଆଉ ପୁଣି କଣ କରିପାରିବା, ଲେଖିବା ଟି ଅର କଫି, ଟି ଅର କଫି, ଆମେ ତାକୁ ୟୁଜ କରିକି ମଧ୍ୟ ଏଇଟା କହିପାରୁଛେ। ଯଦି ନାହିଁ କରିବା, ଆଉ ଟିକେ ଅଫର କରିବା, କଣ କରିବା, ଧରନ୍ତୁ କି ଗୋଟେ ସାଙ୍ଗ ଯାଉଛି, ସେ ଲଗେଜ ଧରିକି ଯାଉଛି, ତାର ଗାଡି ନାହିଁ, ରିକ୍ସା ନାହିଁ, ଅଟୋ ନାହିଁ, କିଛି ନାହିଁ, ବହୁତ ପ୍ରେସର ଭିତରେ ଯାଉଛି, ସେଠି ଆମେ କହିପାରିବା, କ୍ୟାନ ଆଇ ଟେକ୍ ୟୁର କ୍ୟାରେଜ, କ୍ୟାନ ଆଇ ଟେକ୍ ୟୁର ବ୍ୟାଗ, କ୍ୟାନ ଆଇ ହେଲ୍ପ ୟୁ, ଏଇ ଜିନିଷ କରିପାରିବା। କିମ୍ବା କ୍ଲାସରେ ଜଣେ ଟିଚର ପାଠ ପଢଉଛନ୍ତି, ତାଙ୍କର ଠିଆ ହେଇ ଗୋଡ କଣ ହେଇଗଲାଣି, ଜଣେ ଷ୍ଟୁଡେଣ୍ଟ କହୁଛି, ସାର୍ ଆପଣଙ୍କ ପାଇଁ ଗୋଟେ ଚେୟାର ଆଣିଦେବି କି, କଣ କହିପାରିବା, ଟିକେ ମୋ ସାଙ୍ଗରେ ଟିକେ କେହି କହିପାରିବେ, କେମିତି ଟିକେ କହିପାରିବା, can I fetch a chair for you, can I fetch a chair for you, can I bring a chair for you, can I get a chair for you, ଏଇଟାକୁ ଆମେ କହିପାରିବା। ଓକେ, ଇଏ ହଉଛି କଣ, ଭେରି କମନ ୱେ ଅଫ ଅଫରିଂ ସମଥିଙ୍ଗ ଏଲ୍ସ। ଆମେ ତାକୁ ଯେତେବେଳେ ଆମେ କରୁଛେ ଅଫରିଂ, ଏଇଟାକୁ ଆମେ କଣ କରିବା, ସେମିତି ଆମେ ଅଫର କରିବା। ଯେମିତି ଆମେ କଣ ଏଇଟାକୁ ଛୋଟ ଛୋଟ ଜିନିଷ, ସେମିତି ଆଉ ବି କହିପାରିବା, ଲେଟ୍ ମି କ୍ୟାରି ୟୁର ବ୍ୟାଗ, ଲେଟ୍ ମି କ୍ୟାରି ୟୁର ଲଗେଜ, ଏଇଟାକୁ ମଧ୍ୟ ଆମେ କରିପାରିବା। ଆଚ୍ଛା, ଯଦି ଏଇଟାକୁ ସେ କରିଦେଲା, ତ ଆମେ କଣ କରିବା, ଏଇଟାକୁ ଯଦି କରିଦେଲା ପରେ ଆମେ କଣ କରିବା, ଯେ ଯଦି ସେ ଆମର ଏଇଟାକୁ ଆକ୍ସେପ୍ଟ କରେ, ରିପ୍ଲାଇ ଦବ ନା, ମତେ ତାକୁ ପଚାରିବି ଯେ ମୁଁ ତୋର ବ୍ୟାଗ ଟା ନେଇପାରିବି କି, ଆସୁନ ଟିକେ ଚା ପିଇବାକୁ ଯିବା, ସେ ମତେ କଣ କରିବ, ଯଦି ଏଇଟାକୁ ଆକ୍ସେପ୍ଟଟାକୁ, ସେ ଅଫରଟାକୁ ଆକ୍ସେପ୍ଟ କଲା, ଆକ୍ସେପ୍ଟାନ୍ସ ଅଫ ଦି ଅଫର ହେଲା, ୟାର ଗୋଟେ ପଏଣ୍ଟରେ ଆମେ କଣ ଯିବା, କହିବା yes please, yes thank you, ତାପରେ କଣ କହିବା, yes that's very kind of you, yes that's very nice of you, ଏଇଟାକୁ ଆମେ ଆକ୍ସେପ୍ଟ କଲେ, ତାପରେ କଣ କରିପାରିବା, ଛୋଟ କଥାରେ I'd like coffee, I'd like tea, whatever your choice is there,
ତମେ ଯାହା ଚଏସ୍ କରିବ ସେ ଅନୁସାରେ ତମେ କହିପାରିବ। ଓକେ, ଇଏ ହଉଛି କଣ ନା ଆକ୍ସେପ୍ଟାନ୍ସ। ବହୁତ କମନ ୱେ ଆମେ ତାକୁ ଆକ୍ସେପ୍ଟ କରିବା। ଆଉ ଯଦି ରିଫ୍ୟୁଜ କରିବା, नो थैंक यू, नो थैंक्स, इट्स अ वेरी कॉमन वे। नो थैंक्स, नथिंग फॉर मी नाउ, nothing for me now, no thank you, I can manage, is a different way of talking. Refusing and accepted, refusing an offer. Okay, so these are the very very common things that we have to discuss in the next platform. Okay, so let me take leave of you now, and same thing I have to repeat now. Never forget to like, share and what? Subscribe. Okay. See you at the next session. Thank you.